ସାଙ୍ଗମାନେ ଆମର ସବୁ ଜିନିଷରେ ଆମ ପିତାମାତାଙ୍କ ଇଣ୍ଟରଫେୟାର ଯୋଗୁଁ ଆମେ ବିରକ୍ତ ହେଉ। ଆମେ ଲୁଚିକି ସେହି ମୁହୂର୍ତ୍ତ ପାଇଁ ଅପେକ୍ଷା କରୁ ଯେତେବେଳେ ଆମେ ଶେଷରେ ସେମାନଙ୍କ ଇଣ୍ଟରଫେୟାରରୁ ମୁକ୍ତ ହେବୁ। କିନ୍ତୁ ଆମେ ସେମାନଙ୍କ ମାଧ୍ୟମରେ ଯେଉଁ ମୂଲ୍ୟବାନ ଶିକ୍ଷା ଗ୍ରହଣ କରୁଛୁ ତାହାର ଗୁରୁତ୍ୱକୁ ଭୁଲିଯାଉ। ଜଣେ ସାଙ୍ଗ ମୋତେ ଏହି ବିଷୟରେ ଏକ ଷ୍ଟୋରି ପଠାଇଥିଲେ, ଯାହାକୁ ମୁଁ ସେୟାର ନ କରି ରହିପାରିଲି ନାହିଁ। ଦିନେ ଖରାରେ ବହୁତ ଦୌଡ଼ିବା ପରେ ମୁଁ ଆଜି ଏକ ଅଫିସରେ ପହଞ୍ଚିଲି। ଆଜି ମୋର ପ୍ରଥମ ଇଣ୍ଟରଭ୍ୟୁ ଥିଲା। ଘରୁ ବାହାରିବା ସମୟରେ ମୁଁ ଭାବୁଥିଲି ମୋର ଇଚ୍ଛା ଅଛି ଯେ ମୁଁ ଆଜି ଇଣ୍ଟରଭ୍ୟୁରେ ସଫଳ ହୋଇଯାଏ। ତାପରେ ମୁଁ ମୋର ପୈତୃକ ଘରକୁ ବିଦାୟ ଦେଇ ସହରରେ ଯାଇ ରହିବି। ମୁଁ ମୋ ବାପା ମାଆଙ୍କର ପ୍ରତିଦିନର ହଇରାଣ ଏବଂ ଇଣ୍ଟରଫେୟାରରୁ ମୁକ୍ତି ପାଇବି। ସକାଳେ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ହେଉଥିବା କିଛି କିଛି ଶବ୍ଦ ଶୁଣି ମୁଁ ବିରକ୍ତ ହୋଇଗଲିଣି। ଯେତେବେଳେ ତୁମେ ଉଠିବ ପ୍ରଥମେ ତୁମର ବିଛଣା ସଜାଡ଼, ତାପରେ ବାଥରୁମକୁ ଯାଅ ଏବଂ ଯେତେବେଳେ ତୁମେ ବାଥରୁମରୁ ବାହାରକୁ ଆସିବ ସେତେବେଳେ ଏକ ପାଟି ଶୁଭିବ, ଟ୍ୟାପ୍ ବନ୍ଦ କରିଲୁ ନା ଖୋଲା ଛାଡ଼ିକି ଆସିଲୁ? ତୁ କ'ଣ ଗାମୁଛାକୁ ଠିକ୍ ଜାଗାରେ ରଖିଛୁ ନା ଫୋପାଡ଼ି ଦେଇଛୁ? ଯଦି ତୁମେ ଜଳଖିଆ ପରେ ଘରୁ ବାହାରକୁ ଯାଉଛ ତେବେ ତୁମକୁ ଗାଳି ଦିଆଯିବ, ଫ୍ୟାନ୍ ବନ୍ଦ କରୁଛୁ ନା ଭୁଲି ଯାଇଛୁ? ମୁଁ କ'ଣ ଶୁଣିବି ସାଙ୍ଗ? ଯଦି ମୋତେ ଚାକିରି ମିଳିଯାଏ ତେବେ ମୁଁ ଘରୁ ଚାଲିଯିବି। ସେହି ଅଫିସରେ ଅନେକ କ୍ୟାଣ୍ଡିଡେଟ୍ ବସି ନିଜ ଇଣ୍ଟରଭ୍ୟୁର ଅପେକ୍ଷାରେ ଥିଲେ। ସେତେବେଳେ ଦିନ 10ଟା ବାଜିଥିଲା। ମୁଁ ଦେଖିଲି ଯେ ଅଫିସର ବାରଣ୍ଡା ଲାଇଟ୍ ଏବେ ବି ଜଳୁଛି। ମୁଁ ମୋ ମା କଥା ମନେ ପକାଇଲି, ତେଣୁ ମୁଁ ଲାଇଟ୍ ବନ୍ଦ କରିଦେଲି। ଅଫିସରେ ଥିବା ଆକ୍ୱାଗାର୍ଡରୁ ପାଣି ଟପକୁଥିଲା। ମୋତେ ମୋ ବାପାଙ୍କ କଥା ମନେ ପଡ଼ିଲା, ତେଣୁ ମୁଁ ଯାଇ ଟ୍ୟାପ୍କୁ ବନ୍ଦ କରିଦେଲି। ବୋର୍ଡ଼ରେ ଲେଖା ଥିଲା ଯେ ଇଣ୍ଟରଭ୍ୟୁ 2ୟ ମହଲାରେ ହେବ। ସିଡ଼ି ଲାଇଟ୍ ମଧ୍ୟ ଜଳୁଥିଲା। ମୁଁ ତାକୁ ବନ୍ଦ କରି ଆଗକୁ ଗଲି। ରାସ୍ତାରେ ଗୋଟିଏ ଚେୟାର ଥିଲା। ମୁଁ ତାକୁ ସାଇଡ଼ରେ ରଖି ଉପରକୁ ଗଲି। ମୁଁ ଦେଖିଲି ଯେ ସେଠାରେ ପୂର୍ବରୁ ଉପସ୍ଥିତ ପ୍ରାର୍ଥୀମାନେ ତୁରନ୍ତ ଯାଇ ବାହାରକୁ ଆସୁଥିଲେ। ଯେତେବେଳେ ମୁଁ ପଚାରିଲି, ମୁଁ ଜାଣିଲି ଯେ ମାଲିକ ଫାଇଲ୍ ନେବା ପରେ କିଛି ପଚାରନ୍ତି ନାହିଁ, ସେ କେବଳ ଏହାକୁ ଫେରାଇ ଦିଅନ୍ତି। ମୋର ପାଳି ଆସିଲା। ମୋ ଫାଇଲ୍ଟି ନେଇ ମ୍ୟାନେଜରଙ୍କୁ ଦେଖାଇଲି। ଡକ୍ୟୁମେଣ୍ଟସ୍ ଗୁଡ଼ିକ ଭେରିଫାଇ କରିବା ପରେ ସେ ପଚାରିଲେ, ତୁମେ କେବେ ଜଏନ୍ କରୁଛ? ତାଙ୍କର ଏହି ପ୍ରଶ୍ନ ମୋତେ ଏକ ଜୋକ୍ ପରି ଲାଗିଲା ଏବଂ ମୋ ମୁହଁକୁ ଚାହିଁ ସେ କହିଲେ, ଏହା ଜୋକ୍ ନୁହେଁ, ଏହା ସତ୍ୟ। ଆଜିର ଇଣ୍ଟରଭ୍ୟୁରେ ମୁଁ କାହାକୁ କିଛି ପଚାରି ନାହିଁ, କେବଳ ସିସିଟିଭିରେ ସମସ୍ତଙ୍କ ଆଚରଣ ଦେଖିଲି। ସମସ୍ତେ ଆସିଲେ କିନ୍ତୁ କେହି ଟ୍ୟାପ୍ କିମ୍ବା ଲାଇଟ୍ ବନ୍ଦ କଲେ ନାହିଁ। ତୁମର ପିତାମାତା ଧନ୍ୟ ଯେଉଁମାନେ ତୁମକୁ ଏତେ ଭଲ ଭାବରେ ପାଳନ କରିଛନ୍ତି ଏବଂ ତୁମକୁ ଭଲ ସଂସ୍କାର ଦେଇଛନ୍ତି। ଯେଉଁ ବ୍ୟକ୍ତିର ସେଲ୍ଫ ଡିସିପ୍ଲିନ୍ ମାନେ ଆତ୍ମଶୃଙ୍ଖଳା ନାହିଁ, ସେ ଯେତେ ଚତୁର ଏବଂ ଯୋଗ୍ୟ ହେଲେ ମଧ୍ୟ ସେ ମ୍ୟାନେଜମେଣ୍ଟ ଏବଂ ଜୀବନର ଦୌଡ଼ରେ ସଫଳ ହୋଇପାରିବ ନାହିଁ। ଘରେ ପହଞ୍ଚିବା ପରେ ମୁଁ ମୋ ବାପା ମାଆଙ୍କୁ କୁଣ୍ଢେଇ ପକାଇଲି, ସେମାନଙ୍କଠାରୁ କ୍ଷମା ମାଗିଲି ଏବଂ ଧନ୍ୟବାଦ ଜଣାଇଲି। ମୋ ଜୀବନର ପରୀକ୍ଷାରେ ଛୋଟ ଛୋଟ କଥାରେ ସେମାନେ ମୋତେ ଅଟକେଇବା ଏବଂ ବାଧା ଦେବାରୁ ମୁଁ ଯେଉଁ ଶିକ୍ଷା ପାଇଲି ତା ତୁଳନାରେ ମୋର ଡିଗ୍ରୀର କୌଣସି ମୂଲ୍ୟ ନଥିଲା। ମୁଁ ଅନୁଭବ କଲି ଯେ ଜୀବନରେ କେବଳ ଶିକ୍ଷା ନୁହେଁ, ବରଂ ଆଚରଣ ଏବଂ ମୂଲ୍ୟବୋଧର ମଧ୍ୟ ନିଜସ୍ୱ ସ୍ଥାନ ଅଛି। ଏହି ଦୁନିଆରେ ବଞ୍ଚିବା ପାଇଁ ସଂସ୍କୃତି ଆବଶ୍ୟକ। ଭଲ ସଂସ୍କାର ପାଇଁ ପିତାମାତାଙ୍କ ପ୍ରତି ସମ୍ମାନ ଆବଶ୍ୟକ। ଜୀବନ ରହୁ କି ନ ରହୁ, ବଞ୍ଚିବା ପାଇଁ ଆତ୍ମସମ୍ମାନ ନିଶ୍ଚୟ ଆବଶ୍ୟକ। ସାଙ୍ଗମାନେ ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।